ମୁଁ ରମେଶ ଚନ୍ଦ୍ର ପଟ୍ଟନାୟକ। ମୋ ଜନ୍ମ ନବରଙ୍ଗପୁର। ମୁଁ ବାଲ୍ୟରୁ ନବରଙ୍ଗପୁରରେ ରହି ନବରଙ୍ଗପୁରରେ କଲେଜ ପାଠ ପଢ଼ିଛି। ତାପରେ ପରେ ଇନ୍ଦ୍ରାବତୀରେ ଆସି ଚାକିରି କଲି। ଇନ୍ଦ୍ରାବତୀରେ ଅବସର ଗ୍ରହଣ କରି ମୁଁ ବର୍ତ୍ତମାନ ଇନ୍ଦ୍ରାବତୀରେ ହିଁ ରହୁଛି। ନୂଆବର୍ଷ 2025 ସମସ୍ତଙ୍କ ମନରେ ହର୍ଷ ଉଲ୍ଲାସ ଆଣିଦେଉ, ସମସ୍ତଙ୍କ ମନରେ ଖୁସି ଆଣିଦେଉ, ସମସ୍ତଙ୍କ ମୁହଁରେ ହସ ଫୁଟାଉ। ଆଉ ଭଗବାନ ସମସ୍ତଙ୍କୁ ମଙ୍ଗଳ କରନ୍ତୁ, ବିଶ୍ୱରେ ଶାନ୍ତି ବିରାଜୁ, ଆଉ ଜଗତର କଲ୍ୟାଣ ହଉ, ଭଗବାନଙ୍କୁ ମୁଁ ଏଠି ପ୍ରାର୍ଥନା କରୁଛି। ମୁଁ ଛୋଟବେଳରୁ ଖେଳାଖେଳି କରୁଥିଲି। ଫୁଟବଲ, କ୍ରିକେଟ, ଭଲିବଲ ଆକା ଖେଳୁଥିଲି। ତାପରେ ପରେ ଚାକିରି ପାଇଲି। ଚାକିରି କଲା ପରେ ବି ଖେଳାଖେଳି କରୁଥିଲି। ନବରଙ୍ଗପୁରରୁ ମୋର ଅଭିନୟ ଆରମ୍ଭ ହୋଇଛି। ନବକିଶୋର ପଣ୍ଡା ନବରଙ୍ଗପୁରର ଜଣେ ବିଶିଷ୍ଟ କଳାକାର। ସେ ମୋର କଳାର ଗୁରୁ। ତାଙ୍କ ନିର୍ଦ୍ଦେଶନାରେ ମୁଁ କିଛି ନାଟକ ବି ନବରଙ୍ଗପୁରରେ ଅଭିନୟ କରିଛି, କଲେଜରେ ଅଭିନୟ କରିଛି। ତାପରେ ପରେ ଇନ୍ଦ୍ରାବତୀରେ ଚାକିରି କଲି। ଇନ୍ଦ୍ରାବତୀ ଆସିଲା ପରେ ଇନ୍ଦ୍ରାବତୀ ପ୍ରୋଜେକ୍ଟରେ ମୁଁ ଅନେକ କିଛି ନାଟକ କରିଛି। ପ୍ରାୟ ମୁଁ ଶୈତାନ କହୁଛି ମୋର ଇନ୍ଦ୍ରାବତୀରେ ପ୍ରଥମ ନାଟକ। ତାପରେ ପରେ ମୁଁ କଲି ଏଠି ଆମର ଖୋଲା ମଞ୍ଚର ନାଟକ ଯାକ, ଯେଉଁଟାକି ଅପେରା ଭଳିଆ ହୁଏ। ଏଇଠି 2006, 2007, 2008 ପର୍ଯ୍ୟନ୍ତ ଆମେ କରିଛୁ। ଆଉ ମୁଁ ସମୟ ବିତାଇବା ପାଇଁ କିଛି ଚିତ୍ରକଳାକୁ ଆଦରି ନେଇଛି, ଚିତ୍ର କରୁଛି। ଆଉ ସାହିତ୍ୟରେ ବି କବିତା, ଆଉ କିଛି ଗଳ୍ପ, ଆଉ କିଛି ଆଲେଖ୍ୟ ଲେଖୁଛି। ତାହା ମୋର ଫେସବୁକ୍ ବନ୍ଧୁମାନେ, ଯେଉଁମାନେ ମୁଖପୁସ୍ତକ ବନ୍ଧୁମାନେ, ପାଠକମାନେ, ସେମାନେ ଅଳ୍ପ ବହୁତ ଜାଣିଥିବେ। ଫେସବୁକ୍ରେ ମୋ ନାଁ ରମେଶ ଚନ୍ଦ୍ର ପଟ୍ଟନାୟକ ଆସେ। ମୁଁ ଯେତେବେଳେ କବିତା ଲେଖେ କି ନହେଲେ କିଛି ଆଲେଖ୍ୟ ଲେଖେ, ଗଳ୍ପ ଆକା ଲେଖେ, ମୁଁ ସେଟାକୁ ଫେସବୁକ୍ର ବନ୍ଧୁମାନଙ୍କ ପାଇଁ ସେଟା ସମର୍ପି ଦିଏ। ଆଉ ସେମାନଙ୍କ ପାଇଁ ମୁଁ ଫେସବୁକ୍ରେ ଉପସ୍ଥାପନା କରେ। ଆଜି ନୂଆବର୍ଷ ନେଇ ଗୋଟେ ଉପସ୍ଥାପନା କରିଛି ମୋ ଲେଖାଟା। ତା ସହିତ ଆଜି ମୋର ନୂଆ ଚିତ୍ର ବି ଉପସ୍ଥାପନା କରିଛି। ଆଉ ଆପଣମାନେ ସେଇଟାକୁ ମୋର ଲେଖାଟାକୁ ପାଠ କରି ମୋର ଚିତ୍ରଟାକୁ ଆପଣମାନେ ଦେଖି ଆପଣମାନଙ୍କର ମତାମତ ପ୍ରଦାନ କରିବାକୁ ଅନୁରୋଧ କରୁଛି। ମୋ ଲେଖାର କବିତା ଆଜି ମୁଁ ଆପଣମାନଙ୍କ ନିକଟରେ ଉପସ୍ଥାପନା କରୁଛି। କବିତାଟି ହେଲା କ୍ଳାନ୍ତ ପଥିକ। ଜୀବନ ଯାତ୍ରାର ଯାତ୍ରୀ, ଜୀବନ ପଥର ପଥିକ, ଚାଲୁଛି ଆଗକୁ ଆଉ କେତେ ପଥ। ତଥାପି କ୍ଳାନ୍ତ ହେଲେ ବି ତାକୁ ଚାଲିବାକୁ ହେବ ଏ ଅସନ୍ତି ପଥ। ଅତିକ୍ରମ କରି ଶେଷରେ ଚିର ବିଶ୍ରାମ କରିବାକୁ ହେବ। ଶ୍ମଶାନରେ ମୁଠାଏ ପାଉଁଶ ହେବାକୁ ହେବ, ନଚେତ୍ କବରରେ ମୁଠାଏ ମାଟିରେ ଲୀନ ହେବାକୁ ହେବ। ଏହି ତ ଜୀବନ ଯାତ୍ରା। ମୋର କ୍ଷୁଦ୍ର ଗଳ୍ପ ମାଟିର ମୋହ। 3 ବର୍ଷ ପରେ ନିଜ ପରିବାର ସହ ସୁଦୂର ଜର୍ମାନରୁ ହୋଲି ଅବସରରେ ଅମରେଶ ବାବୁ ନିଜ ଗାଁକୁ ଆସିଛନ୍ତି। ଅନେକ ଦିନ ପରେ ସେ ନିଜ ବାପା, ମା, ଭାଇ, ଆତ୍ମୀୟ ସ୍ୱଜନ, ବନ୍ଧୁମାନଙ୍କ ସହ ମିଶିବେ। ସେମାନଙ୍କ ସହ କିଛି ଦିନ ହସ ଖୁସିରେ ବିତାଇବେ। ଫଗୁଣ ମାସ ହୋଇଥିବାରୁ ସମସ୍ତ ସାଙ୍ଗମାନଙ୍କୁ ଫୋନ୍ ମାଧ୍ୟମରେ ଜଣାଇ ଗାଁକୁ ନିମନ୍ତ୍ରଣ କଲେ ଗାଁ ଦଳଜାତ ଦେଖି ହୋଲି ଖେଳିବାକୁ। ହୋଲି ଦିନ ଆସି ପହଞ୍ଚିଲା। ଜାତି ଧର୍ମ ନିର୍ବିଶେଷରେ ଗାଁର ଆବାଳ ବୃଦ୍ଧ ବନିତାଙ୍କ ସହ ମିଶି ହସ ଖୁସିରେ ହୋଲି ଖେଳିଲେ ଅମରେଶ ବାବୁ। ଗାଁର ସମସ୍ତଙ୍କ ପାଇଁ ଏକ ମଧ୍ୟାହ୍ନ ଭୋଜନର ଆୟୋଜନ କଲେ ସେ। ହୋଲି ପରେ କିଛି ଦିନ ଅମରେଶ ବାବୁ ଗାଁରେ ରହି ନିଜ ଆତ୍ମୀୟ ଏବଂ ବନ୍ଧୁମାନଙ୍କ ଘର ବୁଲି ସାରି କିଛି ପର୍ଯ୍ୟଟନ ସ୍ଥାନ ଭ୍ରମଣ କଲେ। ତାଙ୍କର ଛୁଟି ସରିଯିବା ସମୟରେ
ନିକଟ ହେବା ପୂର୍ବରୁ ତାଙ୍କର ଛୁଟି ସରିଯିବା ସମୟ ନିକଟ ହେବା ପୂର୍ବରୁ ଅମରେଶ ବାବୁ ନିଜ ବଗିଚାର ମାଟିକୁ ଛୋଟିଆ ଡବାରେ ଭର୍ତ୍ତି କରୁଥିବା ସମୟରେ ତାଙ୍କ ଛୋଟ ପୁଅ ପଚାରିଲା, ବାପା ଏ ଡବାରେ ମାଟି କାହିଁକି ଭର୍ତ୍ତି କରୁଛ? ସେ କହିଲେ, ଏ ମାଟିକୁ ଜର୍ମାନର ଆମ ରହିବା ସ୍ଥାନକୁ ନେବା। ପୁଅଟି ପୁଣି ପଚାରିଲା, କାହିଁକି? ସେ ଆଉ କିଛି ବୁଝିପାରିଲେନି। କ'ଣ ଜବାବ ଦେବେ, କ'ଣ ବୁଝେଇବେ ତାଙ୍କ ଛୋଟ ପୁଅ। ତାଙ୍କ ଆଖିରୁ ଦିଟୋପା ଲୁହ ଝରିଗଲା। ବାପା କାନ୍ଦୁଛ? କୋହ ଭରା ଅଶ୍ରୁ ନୟନରେ କହିଲେ, ହଁ ରେ, ଏଇ ମୋ ଜନ୍ମ ମାଟି, ମୋ ଗାଁ ମାଟି, ମୋ ରାଜ୍ୟ ମାଟି, ଏ ମୋ ଦେଶ ମାଟିକୁ ମୁଁ ବହୁତ ଭଲ ପାଏ। ତା ବାସ୍ନାରେ ମୁଁ ବିଭୋର ହୋଇଯାଏ। ସେଠାରେ ତ ଏ ମାଟି ମିଳିବନି। ଏ ମାଟିରେ ମୁଁ ଜନ୍ମ ହୋଇ ଚାଲିବା ଶିଖିଛି, ଖେଳିବା ଶିଖିଛି। ଏ ମାଟିର ସୌଗନ୍ଧରେ, ଏ ମାଟିର ଜଳବାୟୁରେ, ଏ ମାଟିର ଭାଷା, ସାହିତ୍ୟ, ସଂସ୍କୃତି ଏବଂ ପ୍ରଥା ଓ ପରମ୍ପରାରେ ମୁଁ ପଢ଼ିଛି। ଏଇ ମାଟିରେ ମୋ ପୂର୍ବପୁରୁଷ ଜନ୍ମ ହୋଇ ଏଇ ମାଟିରେ ମିଶି ଯାଇଛନ୍ତି।